चलला पिकनिक जो राम मंदिर रे बहुत जाम होछ है ना बैग भीतर को जीवन कौन बहुत जाम रोज ना भीतर जो चापी छुई दे सीधा दारिया संगे जीव आसो देखिक ठाकुर जीव जो जगह जीवन भीतर नहीं माने इतने जाम हो जो देखी दा भीतर तो छुड़ा चापी छुई दो छुड़ा बैग नबनी बैग गाड़ी भीतर थोई थबु हैला बैग गाड़ी की ना बोल से बैग से गाड़ी भीतर बस की भी स्पीकर का नो गाड़ी रे तो म्यूजिक थिबो बजेबो स्पीकर टा काई नहीं से गाड़ी रे म्यूजिक न थियो खराब ही तो था कोन तोर कोन अछि तू बेस मामत के देखियो कीर्तले बजे हाउ एते बजे ना नहीं पड़े वो कोनी बटल तळु रख तो तम पिकनिक करे ते नयाड चला पिठा तापर हम पे अंडा भुजिया करबे बस ऐसे कड़े जे प्याज पके दे साइकिल गाड़ी खाली जे सबळ हे भारी जोर चलाउती साइकिल आज मजे जेहेतु बाजार बंद समस्त जेझार ये चलणी कुआड़े ऋषि सका उठिकी ता जेझार सागर गला हेरी बुलिया को आम भी चलु अच्छी चलो नानी नानी घर ये ठाकुर ठाकुर घर नानी मत चेंज करा नाइट है नाइट चेंज कर नुआ नाइट कोट थोड़ा मुझे चेंज करी मत देचे ता लगेज खोल के बाहर करके देसी नाइट तार अणसुदिया सब यही घरे पूरे दिए एक तू गोटे नहीं ये तो साड़ी कौन थुआई से बेगटा खोल तो थुआ आइदला म थोइनी एटा हला त स्टोर रूम ठाकुर घर विथ स्टोर किछ असुविधा हेले सब जगह ये फसे देबे ए मु त हाथ काटी के करथिबे सोमु तो ताको मोबाइल दे देछु से उठिबन से तो चाबी कोन तळे पकेछु मस्त चल दुई जन लोक देखला एत बड़ एरिया घर करछे साइज किंतु करू ना हाँ देख घर गोटे केमती महुमाछी बसा किछि खाइबनी एटा स्टोर रूम सब यात्रा कर दे सारू चाष करुच्ची बाहर तो सारू सारू एटा सेटा सारू ये सब सारू सारू हला धान एटा रखतो के 8-10टा गाई रखतो देखो बारे गले हेड सारू अरे इको सारू बिक्री होनी बस आज नहीं जी कोड़ी एथे सारू सिथे सारू ना सेला मंजी एटा बड़ा वाला सारू सेही एका सारू ए मु नाइट चेंज कर देले मते गोटे नाइट दे देला कहला असना मसना हे जो ड्रेस नाइट पिन दे म आइले ता बारी आडे ता गाय के देखिया देखता गाय केतेटा गाय ए 1 इथे बाछुरी 1 2 3 4 5 6 नानी ए 6टा गाय ए तम गाय आगे तो किछ नाही पके वासिटी बसी हां मु पके दउछ मत पके आसे म आ गाय हे मत के मारिबन हैला या खाओ गाय रे सब व्यस्त हेले खाया पे नहीं नान जो पीते देले गाय व्यस्त हेले
ଖାଇବାକୁ ନେ ଖା ଆଉ ଗୋଟେ ଗାଈ ପାଖରେ ପକେଇନି ସେପଟେ ଗାଈ ବିକିଦେଲୁ ଗୋଟେ ଗାଈ କାହିଁକି ବୁଢ଼ୀ ହେଇଗଲାଣି ବୁଢ଼ୀ ହେଲା ତ ଏତେ କଥା ଖାଇଲୁ ଲାଷ୍ଟକୁ ତାକୁ ବିକ୍ରି କରିଦେଲୁ ଗୁଆଳ ଲମ୍ବେଇ ଦଉନୁ ତ ଡାଇରୀ ଫାର୍ମ କରିଦେବୁ ଏବେ ତାହେଲେ ଆକୁ ଏତେ ସେପଟେ ଦିଏ ସେ ଗୋବର ହରିକା ନା ତା ଭିତରେ ମୁଁ ଖସି ପଡ଼ିଯିବି ଏତିକି ଏତିକି ପଡିବ ତ କିଣୁଥିବୁ ତ ନା ତମ ବିଲରୁ କୁଟା ବିଲରୁ କିଏ ଆଣୁଛି ବିଲ ତ ମେସିନ ପକେଇ କାଟୁଛନ୍ତି ଯେ କୁଟା ଆସୁନି ଏମିତିଆ କୁଟା ଆସୁଛୁ କୁଟାରେ କିଏ ଯିବ ଆଣିବାକୁ ଆମେ ଯୋଉ ଗୋଟେ କିଲୋ ଆଣିବୁ ହେଲେ କର୍ଣ୍ଣମାଉସୀରେ କ'ଣ ଅଛି ମୁଁ କହିଲି କର୍ଣ୍ଣମାଉସୀରେ 8-10ଟା ଗାଈ ଅଛି ନା ଆଉ କ'ଣ ଅଛି ମୁଁ କହିଲି ସାରୁ ଭଣ୍ଡା ଯାହା ଖୋଜିବୁ ତାହା ଅଛି କିଛି ଏ ବର୍ଷ କରିପାରିଲିନି ମୁଁ ବୁଲିବାକୁ ଗଲି ମୋର ସବୁ ସେପଟେ ବାରି କ'ଣ ବନ୍ଦ ହେଇଯାଇଛି ନା ବଣ ହେଇଯାଇଛି ନାଇଁ ବଣ ବାଟ ଥିଲା ଏବେ ବନ୍ଦ ହେଇଯାଇଛି ନା ନାଇଁ ବାଟ ଅଛି ସେଇପଟେ ଯାଉ କୋଉ ପଟେ ଯିବୁ ବାରିକି ମୁଁ ଟିକେ ଏଇଠି ଆସିବି ହେରି ଏକୁଟିଆ ଯିବିନି ଆଉ ଏଇନା କାଇଁ ଯାଉଛି ମୋ ଗୋଡ଼ରେ ଗୋଟେ କଣ୍ଟେ ଖୁଞ୍ଚା ଲାଗିବ ସେ ଗୁଆ ଗଛ ତମ ଲାଗିଛି ବାରି ପୁରା ବଣ କରିଦେଲୁ ଆଉ ଏ ଯୋଉ କୁସୁମ ଫୁଲ ଗଛ ଏ ମୁଁ ଦିଟା ଗଲାବେଳକୁ କୁସୁମ ଫୁଲ ନେଇଯିବି ଆଉ ମୁଁ ଗୋଟାଏ ଛିଡଉ ନେଇ ହଇଲେ ଆଉ କ'ଣ କରିବୁ ବଡ ବଡ ମୋଟା ହେଇକିରି ଗଛ ନୁ ଭାଙ୍ଗି ପଡିଛି ମୁଁ ତା ମଞ୍ଜି ରଖିବି ତୁ ମଞ୍ଜି ରଖ ମୁଁ ଛୋଟ ଛୋଟ ନେଇଯିବି ଆଉ ହଁ ଦେ ଯାହା ହେଲେ ବି ଫୁଲ ଦରକାର ଫୁଲର ଅଭାବ ତୋର ହଁ ବା ଡିସେମ୍ବର ଗଛ ଲଗେଇ ଦଉନା କ'ଣ ଡିସେମ୍ବର ଗଛ ମୁଁ ଜାଣିନି ଗଛ ଦିଟା ନେଇଯିବ ପଡ଼ିକି ମାଙ୍କଡ଼ ତ ଆମର ମାଙ୍କଡ଼କୁ ଗାଈ ଆମର କ'ଣ ସୀମାଙ୍କଡ଼ ନାଇଁ କି ବାରି ପୁରା ବଣ ଗୁଆ ଗଛ ଭଣ୍ଡା ଗଛ ସପୁରୀ ଗଛ ଲଙ୍କା ଏଭ୍ରିଥିଙ୍ଗ ଯୋଉ ଗଛ ଖୋଜିବ ସେ ଗଛ ମିଳେ ଆସିଗଲୁ ଶାଗ ତୋଳିବାକୁ ଗାଈ ଗାଧେଆ ଇଏ କରିବା ସବୁ ଏଇଠି ପଳେଇ ଆସିବ କୋଠର ମାନେ ଆମ ପରିବାର ତମର ଏତିକି କରିଦେଇଛ ତମର ଏତିକି ଶୁଣୁ ଜୁଜାର ଆମ ଫଗୁଆର ଯୋଉ କାଙ୍ଗାର ଯୋଉ ବିମଳି ଯୋଉ ସୂର୍ୟା ହେଇଥିବ ମୁଁ ଜାଣିନି ମାନିଆ ଯୋଉ ତମର ଏତିକି ମାନେ ଇଏ କୁରୁବାର ଜାଗା ଇଏ 30 ଫିଟ ଘର ହେଲା ଆମ ଜାଗା ଯୋଉ ଝରକା ବନ୍ଦ ହେଲା ଇଏ 30 ଫିଟ କୁରୁବାର କୋଉଠି ଆମେ ହେ ସେଠି ଶାଗ ଗୁଡା ନାନୀ ତ ତତେ କହିଲା ଦାଣ୍ଡ ପଟେ ଶାଗ ତୁ ସେଗୁଡା ଛିଡା ନା ସେଟା ବୁଡା ବୁଡା ଆଉ ଛିଡେଇବିନି ସେପଟୁ ବୁଡା ପକେଇ ଛିଡା ନେଇ ସାଡେ ଅଛି ମୋ ସାଡେ ଦେଖିବାକୁ ଏପଟେ ଟିକେ କୋଣା ହେଇଯାଇଛି ଲାଗିଛି ବାଇଗଣ ଗଛ ଉଠିନି ମାନେ ଟିକେ ଟିକେ ଉଠିଛି ଏଇଟା ଶିମ୍ବ ଗଛ ନା ମାନିଏନି ହଁ ହେ ଶିମ୍ବ ଫୁଲ ଭଳିଆ ହେଇଛି କିଛି ହେଇନି ଗଛ ଏଇଟା ଲଙ୍କା ଗଛ ଦେଖୁନ ଲଙ୍କା ଫୁଲ ଦେଖୁନ ମତେ କହିଲା ଫୁଲ ନବୁନି ଗେଣ୍ଡୁ ଫୁଲ ନବୁ ହେଇ ଫୁଲ ଦିଟା ଆଇଛି ତ ଏକାଦିନ ତୋଳି ନେଇଯିବି ଆଉ ମତେ କହିଲା ଗେଣ୍ଡୁ ଫୁଲ ନବୁ ମଣ୍ଡା ଫୁଲ ନବୁନି ହଉ ଗେଣ୍ଡୁ ଫୁଲ ନେବି ଆଉ ପୂଜା ତ ହବ ଆମର ଆଉ କହିଲା ମୁଁ ମଞ୍ଜି ରଖିଛି ସେଇଥିରେ ନେଇଯିବା ଦେଖା ଡିସେମ୍ବର ଫୁଲ ମାନେ ଏନି ଟାଇମ୍ ଫୁଲିବ ନା କ'ଣ ଡିସେମ୍ବର ମାସ ହେଲେ ଫୁଟି ଆମର ମନ୍ଦାର ଫୁଲ ମିଳୁନି ଇଏ ଫୁଲ ଗଛରେ ଅଛି ଇଏ ହଉଛି କେହି ନଉନାହାନ୍ତି ଫୁଲ ମୁଁ ଦିଟା ଫୁଲ ନେବି ଆଉ ଟିକେ ପରେ ପଲିଥିନ ନେବି କୋଉ ଶାଗ ଆମର ଶାଗ ଡେଲି ଆସୁଛି ଏଇ ବାପଲୋ ବାପା ସେ ଖଟା ହବ ଅଧିକା ନା ଚାଲ ଆମର ଖାଇବା ଭାତ ଡାଲମା କୋବି ଆଳୁ ଭଜା ବାଇଗଣ ଛଣା ପାମ୍ପଡ଼ କାକୁଡ଼ି ଆଉ ତାଙ୍କର ଭାଇଙ୍କର ଗୋଟେ ଏକ୍ସଟ୍ରା ହେଉଛି ଚିକେନ ଖାଉଛନ୍ତି ଦେଶୀ କୁକୁଡ଼ା ମାନେ ଗାଁରେ ଯୋଉ ନାଲି ନାଲି କୁକୁଡ଼ା ଡିଆ ମାରନ୍ତି ସେଇ କୁକୁଡ଼ା ଆଉ ଇଏ ଖାଇକି ଯାଇଛନ୍ତି ନଈ ଆଡ଼ିକାଙ୍କର ଆମ ଗାଁରେ ନଈ ଇଏ ଯାଇଛନ୍ତି ସେଇ ନଈକି ଦେଖିବାକୁ ଯାଅ 2 କିଲୋମିଟର ବୁଲି ବୁଲିକି ଆସିବ ହଜମ ହେଇଯାଇଥିବ ଫେର ଖାଇବ ଆଉ ଗୋ ଗୋ ଚାଲ ମୋର ନାନା ଖାଇବୁ
ଆଉ ସେ ଡବାକୁ କେମିତି ଚିପା କରୁଛି କିଲୋ କିଏ ହେଲା ମୁଁ ଅଛି ଇଏ ବିଦାୟ ହେଇଯାଉଛନ୍ତି କାଲିକି ମୁଁ ଯିବି ଆଉ ଯାଇକି ଯାଉଛନ୍ତି ମୁଁ କାଲି ଖାଇବନି ଦେଖିବେ ସବୁ ଗଛ ଭଣ୍ଡା ଗଛ ହେଲା ଗୁଗୁକୁ ଗୀତ ବାଜୁଛି ହେଲେ ସେ ସେଇ ସାଇଡ୍ ଦାଣ୍ଡ ଡିଆ ମାରୁଛି ପର ଗାଁରେ ଦେଖୁନୁ କେମିତି ନାଚ କରୁଛି ସତେକି ନିଜ ଗାଁ କୁଆଡ଼େ ଆଉ ଯିବି ଏଇଠି ବାଟରୁ ଗଲାବେଳେ ପଞ୍ଜୁଟେ ନେଇକି ଯିବ ଚାଲ ଗୁଗୁ ତାର ବସିକି ସେଠି ଖାଉଛି ଚିକେନକୁ ରୁଟି ମୋର ଏଇଠି କ୍ଷୀର ରୁଟି ଆଉ ଭଜା ହେଲା ଡାଲମା ଅଛି ମୁଁ ଆଉ ଖାଇବିନି ଡାଲମା ମୋତେ ଭଲ ଲାଗେନି ଏଠି ଖାଇବି ଇସ୍ ତାହେଲେ ମୁଁ ମୋର ହାତରେ ଖାଇବି ତୁ ମୋତେ ହାତରେ ଦେଇଦେ ଚାଲ ମୋର ମୁଁ ଖାଇବି ସେ ତାର ହାତରେ ସେ ହାତରେ ପ୍ରାୟ ଖାଇଦିଏ ଚିକେନ ରୁଟି ହେଲେ ଖାଇଦେବ